ఆకాశవాణి ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହିତ ଭାରତକୁ ସେବା ପ୍ରଦାନ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ଗଢ଼ି ତୋଳିବା ଲାଗି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଝାଡ଼ଖଣ୍ଡରେ ଅଲ୍ଚିକି ଭାଷାର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଆସାମ ଅଭିଯାନର ଶହୀଦମାନଙ୍କ ପ୍ରତି ଆଜି ଗୌହାଟୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ରୁଷ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଦିଗରେ ରୁଷ ରାଷ୍ଟ୍ରପତିଙ୍କ ସହ ଫୋନ୍ ଯୋଗେ ଆଲୋଚନା କଲେ ତାଙ୍କର ଆମେରିକା ପ୍ରତିପକ୍ଷ। ଏବଂ ଚତୁର୍ଥ ଟି20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 30 ରନ୍ରେ ପରାସ୍ତ କଲା ଭାରତ। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ବ୍ୟବସାୟିକ ପ୍ରକ୍ରିୟାକୁ ସହଜ କରିବା ସହିତ ଭାରତକୁ ସେବା ପ୍ରଦାନ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ଗଢ଼ି ତୋଳିବା ଦିଗରେ ପ୍ରଚେଷ୍ଟା ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ତିନିଦିନିଆ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କର ପଞ୍ଚମ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଖୁବ୍ ଶୀଘ୍ର ଜାତୀୟ ଉତ୍ପାଦନ ମିଶନ ଆରମ୍ଭ କରିବାକୁ ଯାଉଛି। ପ୍ରତ୍ୟେକ ରାଜ୍ୟ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଆକର୍ଷିତ କରିବା ଲାଗି ଭିତ୍ତିଭୂମି ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଲାଗି ମାନବ ପୁଞ୍ଜି ବିଷୟବସ୍ତୁ ନେଇ ଗତ 26 ତାରିଖଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ଗତକାଲି ଉଦ୍ବୋଧନ ଦେଇ ଭାରତର ଜନସଂଖ୍ୟା ଜନିତ ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରାୟ 70% ଜନସଂଖ୍ୟା କର୍ମଜୀବୀ ଗୋଷ୍ଠୀର ଅଛନ୍ତି, ଯାହା ଏକ ଅନନ୍ୟ ଐତିହାସିକ ସୁଯୋଗ ସୃଷ୍ଟି କରୁଛି। ଏହା ଅର୍ଥନୈତିକ ପ୍ରଗତି ସହିତ ଯୁକ୍ତ ହେଲେ ବିକଶିତ ଭାରତ ଦିଗକୁ ଦେଶର ଯାତ୍ରାକୁ ଉଲ୍ଲେଖନୀୟ ଭାବେ ତ୍ୱରାନ୍ୱିତ କରିପାରିବ। ଶ୍ରୀ ମୋଦି କହିଛନ୍ତି, ଭାରତ ସଂସ୍କାର ଏକ୍ସପ୍ରେସରେ ସାମିଲ ହୋଇଛି, ଯାହାକି ମୁଖ୍ୟତଃ ଏହାର ଯୁବ ଜନସଂଖ୍ୟା ଶକ୍ତି ଦ୍ୱାରା ପରିଚାଳିତ। ଏହି ଜନସଂଖ୍ୟାକୁ ସଶକ୍ତ କରିବା ଉପରେ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶ ଯେତେବେଳେ ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ କାର୍ଯ୍ୟ କରୁଛି ଏବଂ ଅର୍ଥନୀତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥିର ଶକ୍ତି ଭାବେ ଉଭା ହେବ ଦିଗରେ ଅଗ୍ରସର ହେଉଛି, ସେହି ସମୟରେ ଏଭଳି ଏକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭାରତୀୟ ଉତ୍ପାଦରେ ଶୂନ୍ୟ ତ୍ରୁଟି ଏବଂ ସର୍ବନିମ୍ନ ପରିବେଶଗତ ପ୍ରଭାବ ସହିତ ଆତ୍ମନିର୍ଭର ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତଦ୍ବ୍ୟତୀତ ମେଡ୍ ଇନ୍ ଇଣ୍ଡିଆ ଲେବୁଲର ଗୁଣବତ୍ତାକୁ ବଜାୟ ରଖିବା ସହିତ ଶୂନ୍ୟ ପ୍ରଭାବ ଓ ଶୂନ୍ୟ ତ୍ରୁଟି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଯୁବପିଢ଼ିଙ୍କ ଜୀବିକା ଲାଗି ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଅତି କମ୍ରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରିବା ସହିତ ପର୍ଯ୍ୟଟନ ଇକୋସିଷ୍ଟମକୁ ସଶକ୍ତ କରିବା ଦିଗରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀ ଆଧାରରେ ପ୍ରତ୍ୟେକ ରାଜ୍ୟ 1, 2, 5 ଏବଂ 10 ବର୍ଷର ଲକ୍ଷ୍ୟ ସମୟସୀମା ସହିତ 10 ବର୍ଷିଆ କାର୍ଯ୍ୟକ୍ଷମ ଯୋଜନା ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହି ସମ୍ମିଳନୀରେ ପ୍ରାରମ୍ଭିକ ଶୈଶବ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଦକ୍ଷତା, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଝାଡ଼ଖଣ୍ଡର ଜାମସେଦପୁରଠାରେ ଅଲ୍ଚିକି ଭାଷାର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ସାନ୍ତାଳୀ ଭାଷାଭାଷୀ ଲୋକଙ୍କ ପାଇଁ 1925 ମସିହାରେ ପଣ୍ଡିତ ରଘୁନାଥ ମୁର୍ମୁ ଅଲ୍ଚିକି ଲିପିର ସୃଷ୍ଟି କରିଥିଲେ। ସାନ୍ତାଳୀ ଭାଷାର ବ୍ୟବହାର ଲାଗି ଏହି ଲିପି ସହାୟକ ହୋଇଥାଏ। ଆଜି ମଧ୍ୟ ରାଷ୍ଟ୍ରପତି ସେଠାରେ ନିଟ୍ର 15ଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅଭିଭାଷଣ ରଖିବେ। ଆସନ୍ତାକାଲି ରାଷ୍ଟ୍ରପତି ଝାଡ଼ଖଣ୍ଡ ସ୍ଥିତ ଗୁମ୍ଲାଠାରେ ଅନ୍ତର୍ଜାତୀୟ ଜନସାଂସ୍କୃତିକ ସମାଗମ ସମାରୋହ କାର୍ତ୍ତିକ ଯାତ୍ରାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି କର୍ଣ୍ଣାଟକର କାରୱାର ନୌସେନା ଘାଟି ବୁଡ଼ାଜାହାଜ INS ବାକ୍ସିରରେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ୱାରା କାଲଭାରୀ ଶ୍ରେଣୀର ବୁଡ଼ାଜାହାଜରେ ଏହା ପ୍ରଥମ ଯାତ୍ରା। ତେବେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ଦ୍ୱିତୀୟ ଯାତ୍ରା। ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମ 2006 ମସିହାରେ ବିଶାଖାପାଟଣାରେ ଏକ ବୁଡ଼ାଜାହାଜରେ ଯାତ୍ରା କରିଥିଲେ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ନୌସେନା ପୋଷାକରେ ରାଷ୍ଟ୍ରପତିଙ୍କର 2 ଘଣ୍ଟା ଧରି ଯାତ୍ରା କରିବା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଗତବର୍ଷ ନଭେମ୍ବରରେ ରାଷ୍ଟ୍ରପତି ମୁର୍ମୁ ସ୍ୱଦେଶୀ ବିମାନ INS ବିକ୍ରାନ୍ତରେ ମଧ୍ୟ ଉଡ଼ାଣ କରିଥିଲେ। ବିମାନ ଯାତ୍ରା ପରେ ନିଜ ପର୍ଯ୍ୟବେକ୍ଷଣରେ ରାଷ୍ଟ୍ରପତି ଲେଖିଛନ୍ତି, ବୁଡ଼ାଜାହାଜ INS ବାକ୍ସିରରେ ଯାତ୍ରା କରିବା ଏବଂ ସେଠାରେ ଥିବା ଅଧିକାରୀଙ୍କ ସହିତ ସମୟ ବିତାଇବା ଏକ ସ୍ୱତନ୍ତ୍ର ଅଭିଜ୍ଞତା ଥିଲା।
ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏହି ଯାତ୍ରା ସମୟରେ ଦେଶର ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ପୁଡୁଚେରୀକୁ ଦିନିକିଆ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ପୁଡୁଚେରୀର ଈଶ୍ୱରନ କୋଏଲ ଷ୍ଟ୍ରିଟ୍ରେ ମହାକବି ଭର୍ତିଆରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଏବଂ ସ୍ମାର୍ଟ ସିଟି ମିଶନ ଅଧୀନରେ ଗୃହ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ। ଏହାର ଶୁଭାରମ୍ଭ କରି ଉପରାଷ୍ଟ୍ରପତି ସ୍ଥାନୀୟ କମ୍ବନ କାଲାୟରଙ୍ଗମରେ ଏହି ମିଶନର ହିତାଧିକାରୀମାନଙ୍କୁ ଚାବି ହସ୍ତାନ୍ତର କରିବେ ଏବଂ ସେମାନଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ କାଲାପେଟ ସ୍ଥିତ ପୁଡୁଚେରୀ ବିଶ୍ୱବିଦ୍ୟାଳୟର 30ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାଧାକ୍ରିଷ୍ଣନ ଯୋଗଦେବେ। କେରଳରେ ଆୟୋଜିତ ତ୍ରିଭେନ୍ଦ୍ରମ ଫେଷ୍ଟ 2025ରେ ମଧ୍ୟ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଉପରାଷ୍ଟ୍ରପତି କେରଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗସ୍ତରେ ଯାଇ ଆଜି ସକାଳେ ଗୌହାଟୀରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ବେଆଇନ ବିଦେଶୀମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବା ସମୟରେ ଆସାମ ଅଭିଯାନର ଶହୀଦମାନଙ୍କ ପ୍ରତି ଶହୀଦ ସ୍ମାରକ କ୍ଷେତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ଶ୍ରୀ ଶାହା ନାଗାଓଁ ଜିଲ୍ଲା ଅନ୍ତର୍ଗତ ବୈଷ୍ଣବ ସନ୍ଥ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳୀ ପରିଦର୍ଶନ କରିବା ସହିତ ସେଠାରେ କେତେକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପରେ ଗୌହାଟୀଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅନ୍ୟ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏଥିରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୋହିଣୀ ରାମଦାସ ଭାଜି ଭାକାରେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଏହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 233-14444, 233-10481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ ଓ ଅତିରିକ୍ତ ଫ୍ରିକ୍ୱେନ୍ସି ଗୁଡ଼ିକରୁ ଶୁଣାଯାଇପାରିବ। ଏତଦ୍ବ୍ୟତୀତ ଆମର ୱେବସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲରେ ଏହା ଉପଲବ୍ଧ ହେବ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସ୍କିଙ୍କ ସହିତ ବୈଠକ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଫୋନ୍ ଯୋଗେ ସଫଳ ବାର୍ତ୍ତାଳାପ ହୋଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ରୁଷ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଲାଗି ଶାନ୍ତି କଥାବାର୍ତ୍ତାର ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। କିଛି ସପ୍ତାହ ମଧ୍ୟରେ ଏହି ଶାନ୍ତି କଥାବାର୍ତ୍ତା ସମାପ୍ତ ହୋଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଶେଷ ହେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଗତକାଲି ଟ୍ରମ୍ପ ପୁତିନ କଥାବାର୍ତ୍ତା ସମ୍ପର୍କରେ ସୂଚନା ଦେଇ ରୁଷ କହିଛି, ୟୁକ୍ରେନ ସହିତ ରୁଷର ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ସମ୍ପର୍କରେ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଛି। ପରେ ଗତ ରାତିରେ ଫ୍ଲୋରିଡାଠାରେ ୟୁକ୍ରେନ ରାଷ୍ଟ୍ରପତିଙ୍କର ତାଙ୍କର ଆମେରିକା ପ୍ରତିପକ୍ଷଙ୍କୁ ଭେଟି ରୁଷ ସହିତ ଚାଲିଥିବା ଯୁଦ୍ଧର ସମାପ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। କ୍ରିକେଟ ଭାରତୀୟ ମହିଳା କ୍ରିକେଟ ଦଳ ଚତୁର୍ଥ ଟି-20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ 30 ରନ୍ରେ ବିଜୟୀ ହୋଇଛି। ଗତକାଲି ରାତିରେ ଥିରୁବନନ୍ତପୁରମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 221 ରନ୍ କରିଥିଲା। ଦଳ ପକ୍ଷରୁ ସ୍ମୃତି ମାନ୍ଧାନା ସର୍ବାଧିକ 87 ରନ୍ କରିଥିବା ବେଳେ ଶେଫାଳି ବର୍ମା 79 ରନ୍ କରିଛନ୍ତି। ଏଥିସହିତ ମାନ୍ଧାନା ମହିଳା ଆନ୍ତର୍ଜାତିକ କ୍ରିକେଟରେ ନିଜର 10,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ସେହିଭଳି ରିଚା ଶର୍ମା ମାତ୍ର 16ଟି ବଲ୍ରୁ 40 ରନ୍ କରିଥିଲେ। 222 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 191 ରନ୍ କରିଥିଲା। ଭାରତ ପକ୍ଷରୁ ବୈଷ୍ଣବୀ ସର୍ବା 24 ରନ୍ ଦେଇ 2ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅରୁନ୍ଧତୀ ରେଡ୍ଡି 2ଟି ଏବଂ ଶ୍ରୀଚାରଣୀ ଗୋଟିଏ ୱିକେଟ୍ ନେଇଛନ୍ତି। 5ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ଟି-20 ସିରିଜ୍ରେ ବର୍ତ୍ତମାନ ସୁଦ୍ଧା ଭାରତ 4-0ରେ ଅଗ୍ରଣୀ ରହିଛି। ଏହି ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ମଧ୍ୟ ଆସନ୍ତାକାଲି ଥିରୁବନନ୍ତପୁରମଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହିତ ଭାରତକୁ ସେବା ପ୍ରଦାନ କ୍ଷେତ୍ରରେ ବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ଗଢ଼ି ତୋଳିବା ଲାଗି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଝାଡ଼ଖଣ୍ଡରେ ଅଲ୍ଚିକି ଭାଷାର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଆସାମ ଅଭିଯାନର ଶହୀଦମାନଙ୍କ ପ୍ରତି ଆଜି ଗୌହାଟୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଚତୁର୍ଥ ଟି-20 ଆନ୍ତର୍ଜାତିକ ମହିଳା କ୍ରିକେଟ ମ୍ୟାଚ୍ରେ ଶ୍ରୀଲଙ୍କାକୁ 30 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।